ତରକାରୀ ରଖିଥିଲେ ଖାଇବି ବୋଲି ଇଚ୍ଛା ନାହିଁ। ମୁଁ ଜାଣିଛି ଛେନା କରିଦେଲା ଖାଇବାକୁ ଇଚ୍ଛା ନାହିଁ। ଛେନା ଟିକେ ଦେଇଦେ। हरे कृष्ण। सब श्रद्धालु भक्त मानू स्वागत करुछि, विनम्र प्रणाम करुछि। आज श्रीमद् भगवद गीता कार्यक्रम आरंभ करिवा। आसन्तु प्रेयर करिवा। ओम अज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सारस्वती देवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। नमो महावदन्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्विषे नमः। हे कृष्ण करुणा सिंधु दीनबंधु जगत्पते गोपीश गोपिका कांत श्री राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वाञ्छाकल्पतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। हरे कृष्ण। हमें तृतीय अध्याय कर्मयोग हमें 15 नंबर श्लोक पर्यंत कंप्लीट करिचे। यज्ञ चक्र कथा कहते 14-15 रे। आज आमर चली से कर्मकांड सेक्शन जोटी आज भगवान कंक्लूड करेंगे कर्मकांड सेक्शन को 16 नंबर श्लोक रे। आसतु आम प्रथमे शेयर करुच्ची। श्लोकटी एभଳି। एवं प्रवर्तितं चक्रं नानुवर्तयति यः जः अघायो इंद्रियारामो मोघं पार्थ स जीवति। आउतर पढ़ुची। एवं एवं प्रवर्तितं चक्रं नानुवर्तयति यः जः अघायो इंद्रियारामो मोघं पार्थ स जीवति। एटी कहउଛନ୍ତି से श्लोक रे जे पार्थ एटी कहले पार्थ हे अर्जुन
ଯହ ଏଇଠି ଯିଏ ଯ ନାନୁବର୍ତ୍ତୟତି ଇହ ଇହ ମାନେ ଏଇ ଜୀବନରେ ବା ଏ ପୃଥିବୀରେ ଏ ଭୌତିକ ଜଗତରେ ନାନୁବର୍ତ୍ତୟତି ন ଅନୁବର୍ତ୍ତୟତି ଯେ ଅନୁସରଣ କରୁନି ପାଳନ କରୁନି କହୁଛନ୍ତି ହେ ପାର୍ଥ ଯେ ଏ ଜୀବନରେ ଅନୁସରଣ କରୁନି ପାଳନ କରୁନି କଣ ଚକ୍ରମ ଯଜ୍ଞ ଚକ୍ର କୋଉ ଯଜ୍ଞ ଚକ୍ର ଏବଂ ପ୍ରବର୍ତ୍ତିତମ୍ ଯୋଉଭଳି ମୁଁ ବତେଇଲି ପ୍ରବର୍ତ୍ତିତମ୍ ମାନେ ଯୋଉଭଳି ପ୍ରଚଳନ କଲି ପ୍ରଣୟନ କଲି ସେଇଭଳି ସେଇ ଯଜ୍ଞ ଚକ୍ରକୁ ଯିଏ ଫଲୋ କରୁନି କଣ ହବ ତାର ଅଘାୟୁ ଅଘ ଆୟୁ ମାନେ ସେ ଅଘ ମାନେ ପାପ ପାପ ଜୀବନ ଯାପନ କରୁଛି କାହିଁକି ଇନ୍ଦ୍ରିୟ ଆରାମ ଇନ୍ଦ୍ରିୟ ଆରାମ ଇନ୍ଦ୍ରିୟ ଆରାମ ମାନେ ସେ କେବଳ ଇନ୍ଦ୍ରିୟ ଭୋଗ ପାଇଁ କାମ କରୁଛି କେବଳ ଇନ୍ଦ୍ରିୟ ତୃପ୍ତି ପାଇଁ ସେଥିପାଇଁ ତାର ପାପ ଜୀବନ ମୋଘଂ ପାର୍ଥ ମୋଘଂ ସ ଜୀବତି ଅର୍ଜୁନ ସେ ବ୍ୟର୍ଥ ଜୀବନ ଯାପନ କରୁଛି ସେଇଭଳି କେବଳ ଇନ୍ଦ୍ରିୟ ଭୋଗ ପାଇଁ ଯେ ଜୀବନ ଯାପନ କରୁଛି ସେ ପାପ ଜୀବନ ଯାପନ କରୁଛି ଏବଂ ତାର ଏଣ୍ଟାର ଜୀବନ ବ୍ୟର୍ଥ ୟୁଜଲେସ୍ ବୋଲିକି ଭଗବାନ କହୁଛନ୍ତି ତେବେ ଏ ଶ୍ଲୋକରେ ଭଗବାନ ଆମେ ଏଇଟାକୁ ସେୟାର ଇଏ ବନ୍ଦ କରିଦବା ଇଏ ତ କର୍ମକାଣ୍ଡ ସେକ୍ସନ ଚାଲିଛି ଏଠି ଆଜି ତାର କନକ୍ଲୁଡ କରିବେ ଭଗବାନ ବୋଲେ ଭଗବାନ ଚର୍ଚ୍ଚା କରୁଥିଲେ ଯୋଉ ଯଜ୍ଞ ଚକ୍ର କଥା ଆରମ୍ଭ ହେଇଥିଲା 9 ନମ୍ବର ଶ୍ଲୋକରୁ ତୃତୀୟ ଅଧ୍ୟାୟର 9 ନମ୍ବର ଶ୍ଲୋକରୁ ଯଜ୍ଞ ଅର୍ଥାତ୍ କର୍ମଣ ଅନ୍ୟତ୍ର ଲୋକ କର୍ମ ବନ୍ଧନ ସେଇଠୁ ଆରମ୍ଭ କରିଥିଲେ ସେ ଯଜ୍ଞ କଥା କହୁଥିଲେ କହୁଥିଲେ ଯେ ଏବଂ ଏପର୍ଯ୍ୟନ୍ତ ଆସିଛନ୍ତି ସେଇ କଥା କହିକି ସେ ଯଜ୍ଞ କଥା କହିକି ଏପର୍ଯ୍ୟନ୍ତ ସେ ପହଞ୍ଚିଛନ୍ତି ଏବଂ ସେ ବିଧି ବତଉଛନ୍ତି ଇନ୍ଦ୍ରିୟ ଭୋଗ କରିବାର କେମିତି ଆମେ ଇନ୍ଦ୍ରିୟ ଭୋଗ କରିବା ତାର ତରିକା ବତଉଛନ୍ତି କାରଣ ଆମେ ସେଇଥିପାଇଁ ଏ ଜଗତକୁ ଆସିଛେ ଇନ୍ଦ୍ରିୟ ଭୋଗ କରିବା ପାଇଁ ସେ କହୁଛନ୍ତି ଯେ ଭଗବାନଙ୍କୁ ଅର୍ପଣ କଲା ପରେ ଭଗବତ ଅର୍ପଣ ପରେ ହିଁ ଆମେ କରିବା ଯଦି ନ କରିବା ଆମେ କଣ କରୁଛେ ଆମେ ପାପ କରୁଛେ ଏବଂ ଆମେ ପାପ ଖାଉଛେ ପାପ କରୁଛେ ଏବଂ ଏଇଭଳି ଆମର ଯୋଉ ଜୀବନରେ ଆମେ କଣ କରୁଛେ ନା ଆମର ପାପ ବଢି ଚାଲିଛି ଜୀବନରେ ଆମେ ଆକୁମୁଲେଟ କରି ଚାଲିଛେ ପାପ ତେଣୁ ଆଜି ଏ ଶ୍ଲୋକରେ ସେ କନକ୍ଲୁଡ କରୁଛନ୍ତି ସେଇ କର୍ମକାଣ୍ଡ ଇନ୍ଦ୍ରିୟ ଭୋଗ ଜିନିଷ କେମିତି କରିବ ତାର କନକ୍ଲୁଡ କରୁଛନ୍ତି ଏବଂ କହୁଛନ୍ତି ଯେ ଯୋଉ ଲୋକ ମୁଁ ଯେମିତି କହିଲି ସେଇଭଳି ଯେ ନ କରୁଛି ତାର କଣ ମାନେ ତାର ବିଷୟରେ କହୁଛନ୍ତି ତାର କଣ ହବ ନ୍ୟାଚୁରାଲି ତାର ସେ କହୁଛନ୍ତି ଯେ ଅଘାୟୁ ବୋଲି କହିଲେ ପାପ ଜୀବନ ଯାପନ କରୁଛି ବ୍ୟର୍ଥ ଜୀବନ ୟୁଜଲେସ୍ ଏଇଭଳି ଭଗବାନ କହୁଛନ୍ତି ତେବେ ଏଥିରେ ଫାଷ୍ଟ ଜିନିଷ ଭଗବାନ କହିଲେ କଣ ନା ଏବଂ ପ୍ରବର୍ତ୍ତିତମ୍ ଚକ୍ରମ ଏବଂ ଫାଷ୍ଟ ଲାଇନରେ ଫାଷ୍ଟ ସେ କହୁଛନ୍ତି ଏବଂ ପ୍ରବର୍ତ୍ତିତମ୍ ଚକ୍ରମ ପ୍ରବର୍ତ୍ତିତମ୍ ମାନେ ଏଇଭଳି ଯୋଉ ମୁଁ ବତେଇଛି ଯୋଉ ଚକ୍ର ଯଜ୍ଞ ଚକ୍ର କଥା ବତେଇଛି ବା ବେଦରେ ଦିଆଯାଇଛି ଯୋଉ ସଂସାରର ଚକ୍ର ସୃଷ୍ଟିର ଚକ୍ର କାହିଁକି ଦେଇଛନ୍ତି ଯେମିତି ଆମେ ଡ୍ରାଇଭିଂ କରୁଛେ ଆମକୁ ଦରକାର ବିଭିନ୍ନ ପ୍ରକାରର ନିୟମ ଆମ ପାଇଁ ଡ୍ରାଇଭିଂ କଲା ବେଳେ ସେମିତି ଆଧ୍ୟାତ୍ମିକ ଜୀବନ ପାଇଁ ମଧ୍ୟ ଆମର କିଛିଟା ନିୟମ ଦରକାର କେମିତି ଆମେ ଜୀବନ ଯାପନ କରିବା ସେଥିପାଇଁ ସେ ଚକ୍ର କଥା ବର୍ଣ୍ଣନା କରୁଛନ୍ତି ଉଲ୍ଲେଖ କରିଛନ୍ତି ଏ ଚକ୍ର ମାନେ କଣ ଏ ଚକ୍ର ହଉଛି ଜେନେରାଲି ଚକ୍ର ଅର୍ଥ ଯୋଉଠୁ ଆରମ୍ଭ
ଯାହାଠୁ ଆରମ୍ଭ ସେଇଠି ଶେଷ, ଯୋଉଠୁ ଆରମ୍ଭ ସେଇଠି ଶେଷ, ସେଇଠି ପହଞ୍ଚିଯିବା ପୁଣି। ଇଏ ହଉଛି ଚକ୍ର। ଆମକୁ ବୈଦିକ ଶାସ୍ତ୍ର ଏ ଚକ୍ର ଦେଇଛି ଯେ କେମିତି ଆମେ କାମ କରିବା। ଏ ଚକ୍ରଟି କଣ? ଏ ଚକ୍ର ଆରମ୍ଭ ହଉଛି କୋଉଠୁ? ନା ଭଗବାନ କୃଷ୍ଣଙ୍କଠୁ। ଯେତେବେଳେ ସେ ତାଙ୍କର ନିଶ୍ୱାସ ଛାଡୁଛନ୍ତି ସେତେବେଳେ ସେ ବେଦ ଆମକୁ ଦେଇଦେଲେ ତାଙ୍କ ନିଶ୍ୱାସ ମାଧ୍ୟମରେ। ତେଣୁ କୃଷ୍ଣଙ୍କଠୁ ଆରମ୍ଭ ହେଲା, ବେଦ ଆସିଲା ଏବଂ ବେଦରେ ନିୟତ କର୍ମ ମାନେ କେମିତି ଆମେ କର୍ମ କରିବା, ଆମର ଗୁଣ କର୍ମ ଅନୁସାରେ, ଆମର ଗୁଣ ଅନୁସାରେ ଆମେ କେମିତି କର୍ମ କରିବା ସେ ବତେଇଛନ୍ତି। ନିୟତ କର୍ମ ଏ ବେଦରୁ ଆସିଲା ଏବଂ ନିୟତ କର୍ମ ଆମକୁ ବତଉଛି ଯେ କେମିତି ଆମେ ଯଜ୍ଞ କରିବା। ଯଜ୍ଞ କଥା ନିୟତ କର୍ମ ଆମକୁ ବତଉଛି। ତେଣୁ ଭଗବାନ କହୁଛନ୍ତି ଏଇଭଳି କାମ କର, ଯଜ୍ଞ କର। ତାହେଲେ କଣ ହବ? ତମର ନିୟମିତ ବର୍ଷା ହବ ଯଜ୍ଞ କଲେ, ଏବଂ ନିୟମିତ ବର୍ଷା ହେଲେ ଶସ୍ୟ କ୍ଷେତରେ ଭଲ ଶସ୍ୟ ହବ, ଫଳ ହବ, ପନିପରିବା ହବ, ସବୁ ଜିନିଷ ହବ, ଯାହାକୁ ଆମେ ଅନ୍ନ କହୁଛେ। ଯଜ୍ଞ କଲେ ବର୍ଷା ହବ, ବର୍ଷା ହେଲେ ଅନ୍ନ ଆସିବ। ଯୋଉ ଅନ୍ନ ଆମେ ଆମ ହାତକୁ ଆସିଲା ପରେ ଆମେ କଣ କରିବା? ପୁଣି ତାଙ୍କୁ ଭଗବାନଙ୍କୁ ଅର୍ପଣ କରିବା। କାହିଁକି? ନା ସେଇ ଦେଇଛନ୍ତି, ଯିଏ ଦେଇଛନ୍ତି ତାଙ୍କୁ ଫାଷ୍ଟ ଅଫର କରିବାର ଅଛି। ଏହି ହେଉଛି ଯଜ୍ଞ ଚକ୍ର। ତାର କମ୍ପ୍ଲିଟ ହେଲା, ଆରମ୍ଭ ହେଇଥିଲା କୃଷ୍ଣଙ୍କଠୁ ଏବଂ ଆମେ ଅଫର କଲେ କୃଷ୍ଣଙ୍କୁ। ଅଫର କଲା ପରେ ସେ ପ୍ରସାଦ ହେଲା ଆମେ ଗ୍ରହଣ କରିପାରିବା। ଇଏ ହେଉଛି ଯଜ୍ଞ ଚକ୍ର। ଆମେ ଅଫର କରୁଛେ ଭଗବାନଙ୍କର ପ୍ରସନ୍ନତା ପାଇଁ। ମନୁଷ୍ୟ ଶରୀରରେ ଆମର ଏଇ କାମ, ପଶୁ ଶରୀର ଏଭଳିଆ କରିପାରିବେନି, ସେ ଅଫର କରିବେନି, ସେମାନେ ଭୋଗଜନି। କିନ୍ତୁ ମଣିଷ ଶରୀର ଏଇଥିପାଇଁ ଦେଇଛନ୍ତି ଆମେ ଅଫର କରିପାରିବା। ତାହେଲେ ଆମେ ତାକୁ ପ୍ରସାଦ ରୂପେ ଗ୍ରହଣ କଲେ ଏବଂ ଖୁସିରେ ଜୀବନ ଯାପନ କଲେ। ଏଇ ହଉଛି ଚକ୍ର। ସେଥିପାଇଁ କୃଷ୍ଣ କହୁଛନ୍ତି ଏବଂ ପ୍ରବର୍ତ୍ତିତମ ଚକ୍ରମ୍, ମୁଁ ଏ ଚକ୍ରକୁ ସୃଷ୍ଟି କରିଛି, ଏ ସୃଷ୍ଟି ଚକ୍ର। ତାହେଲେ କଣ ହବ? ନା ଏ ଚକ୍ରକୁ ଆମେ ଅନୁସରଣ କଲେ, ପାଳନ କଲେ ଆମେ ଏ ଚକ୍ରରୁ ବାହାରି ଯିବା। ଯୋଉ ଚକ୍ର ଆମକୁ ଜାଲରେ ପକେଇଛି ସେଥିରୁ ଆମେ ବାହାରି ଯିବା ଏବଂ ଭଗବତ ଧାମ ଆମେ ଯାଇପାରିବା ଯଦି ଆମେ ଯଜ୍ଞ ବିଧିକୁ ପାଳନ କଲେ। ତା ନହେଲେ ଆମେ ଏ ଚକ୍ରରେ ଫସିକି ରହିଥିବା ଜନ୍ମ ଜନ୍ମ ଧରି। ଭଗବାନଙ୍କର ଏଇଭଳି କହିବା ଉଦ୍ଦେଶ୍ୟ। ଏବଂ ନେକ୍ସଟ କହୁଛନ୍ତି ନ ଅନୁବର୍ତ୍ତୟତି ୟହ ଯହ, ଯିଏ ତାକୁ ଅନୁସରଣ କରୁନି ଏ ଚକ୍ରକୁ। ତାହେଲେ କଣ ହବ? ମାନେ ପ୍ରବର୍ତ୍ତନ ମାନେ କଣ? ପ୍ରବର୍ତ୍ତନ ହଉଛି ନିୟମ ଲାଗୁ କରିବା। ଭଗବାନ ଏ ନିୟମକୁ ସୃଷ୍ଟି କରିଛନ୍ତି ଯେ ଯଜ୍ଞ କର, ଦେବାଦେବୀଙ୍କୁ ସନ୍ତୁଷ୍ଟ କର। କର୍ମକାଣ୍ଡୀ ମାନଙ୍କୁ, ଯୋଉମାନେ ଇନ୍ଦ୍ରିୟ ଭୋଗ ପାଇଁ ଯାହାଙ୍କର ଲାଳସା ଅଛି, ତାଙ୍କୁ କହୁଛନ୍ତି ଯେ ଦେବାଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଜ୍ଞ କର। ଏ ନିୟମ ପ୍ରବର୍ତ୍ତନର ଅର୍ଥ ହଉଛି ମୁଁ ନିୟମ ତିଆରି କରିଛି, ପ୍ରବର୍ତ୍ତନ, ନିୟମ ଲାଗୁ କରିଛି, ପ୍ରଣୟନ କରିଛି। ତେଣୁ ଯଜ୍ଞ ଚକ୍ରକୁ ଭଗବାନଙ୍କର ଆଦେଶ ମାନିକି ଆମକୁ ପାଳନ କରିବାକୁ ପଡିବ। ସେଥିପାଇଁ କହୁଛନ୍ତି ଅନୁବର୍ତ୍ତନ। ଅନୁବର୍ତ୍ତନ ମାନେ ପାଳନ କରିବା। ଅନୁବର୍ତ୍ତୟତି ଯହ। ତେଣୁ ଯିଏ ପାଳନ କରୁନି ତାର କଣ ହବ? କହୁଛନ୍ତି ଅଘ ଆୟୁ, ଜୀବନ ପାପମୟ। ଯେତେ ଦିନ ବଞ୍ଚିବ ପାପ କରିବ, ପାପ ବଢି ଚାଲିବ, ଆକୁମୁଲେଟ କରିବ ପାପ। ତା ଜୀବନକୁ ସେ ନଷ୍ଟ କରୁଛି। ତାର ଯୋଉ ତାକୁ ଯୋଉ ମଣିଷ ଶରୀର ମିଳିଛି ତାର ଦୁରୁପଯୋଗ କରୁଛି। not utilizing his body properly। କାହିଁକି ସେ କହୁଛନ୍ତି ଯେ ଅଘ ଆୟୁ?
ପାପ ଜୀବନ ଯାପନ କରୁଛି କାହିଁକି ନା ସେ ଇନ୍ଦ୍ରିୟ ଭୋଗ ପାଇଁ କାମ କରୁଛି, କେବଳ ବଞ୍ଚିଛି ଇନ୍ଦ୍ରିୟ ତୃପ୍ତି ପାଇଁ। ଯଦିଓ ମନୁଷ୍ୟ ଶରୀରଟେ ମିଳିଛି, ଯୋଉ ଶରୀର ଦ୍ୱାରା ସେ ତାର ଆତ୍ମ ସାକ୍ଷାତ ମାନେ ସାକ୍ଷାତକାର ହେଇପାରିବ, ଆତ୍ମ ଅନୁଭୂତି ହେଇପାରିବ, ସେଲ୍ଫ ରିଅଲାଇଜେସନ, ଯୋଉ ଶରୀରରେ ମଣିଷ ଶରୀର କିନ୍ତୁ ସେ ଇନ୍ଦ୍ରିୟ ଭୋଗ ପାଇଁ କାମ କରୁଛି। ଯେମିତି ଆମର କୁକୁର ବିଲେଇ ଘୁଷୁରୀ ମାନେ ଯେମିତି କରନ୍ତି, ସେ ସେଇଭଳି। କୁକୁର ବିଲେଇ ଘୁଷୁରୀ ତ ସେମାନେ ଆମଠୁ ବେଟର ପୋଜିସନରେ ଅଛନ୍ତି, ସେମାନେ ଇନ୍ଦ୍ରିୟ ଭୋଗ ବରଂ ବହୁତ ଭଲରେ କରୁଛନ୍ତି, ତାଙ୍କର ଭୟ ନାହିଁ। କିନ୍ତୁ ଆମେ ବିଭିନ୍ନ ଭୟ ଭିତରେ ମଧ୍ୟ କରୁଛେ ଇନ୍ଦ୍ରିୟ ଭୋଗ। ତେଣୁ ଯିଏ ଇନ୍ଦ୍ରିୟ ଭୋଗ ପାଇଁ କେବଳ ମାନେ ଜୀବନ ଯାପନ କରୁଛି, ସେ ଭଗବାନ କହୁଛନ୍ତି ମୋଘମ ସହ ଜୀବତି। ମୋଘମ ମାନେ ବ୍ୟର୍ଥ, ମାନେ ୟୁଜଲେସ୍, ୱେଷ୍ଟିଂ ହିଜ ଟାଇମ। ତା ଜୀବନର କିଛି ମୂଲ୍ୟ ହିଁ ନାହିଁ, ବ୍ୟର୍ଥ ଜୀବନ ଯାପନ କରୁଛି। ତେଣୁ ଦୁଇଟି ଷ୍ଟ୍ରଙ୍ଗ ୱାର୍ଡ ଭଗବାନ ଏଠି ୟୁଜ କଲେ, କଣ ନା ଯିଏ ଯଜ୍ଞ ଚକ୍ରକୁ ଫଲୋ କରୁନି ସେଭଳି ଲୋକ, ସେମାନେ ପାପ ଜୀବନ ଯାପନ କରୁଛନ୍ତି, ଏହା ପ୍ରଥମ ପଏଣ୍ଟ। ଏବଂ ସେକେଣ୍ଡ କହୁଛନ୍ତି ୱେଷ୍ଟିଂ ଦେୟାର ଟାଇମ, ଦେୟାର ଲାଇଫ ଇଜ ୱେଷ୍ଟ, ବ୍ୟର୍ଥ ଜୀବନ ଯାପନ। ତେବେ ଜେନେରାଲି ଆମର ଯୋଉ କଳିଯୁଗ, ଏ କଳିଯୁଗରେ ନାରା କଣ? ଜେନେରାଲି ସମସ୍ତେ କହୁଛନ୍ତି ଯେ ମଣିଷ ଜୀବନଟା ହଉଛି କେବଳ ଭୋଗ ପାଇଁ, ଇନ୍ଦ୍ରିୟ ଭୋଗ ପାଇଁ। ହ୍ୟୁମାନ ଲାଇଫ ଇଜ ଫର ଏନ୍ଜୟମେଣ୍ଟ। ଯାବତ ଜୀବତ ମାନେ ଆମର କିଏ ଚାର୍ବାକ, ତାଙ୍କର ଦର୍ଶନକୁ ଫଲୋ କରୁଛନ୍ତି। ଯାବତ ଜୀବେତ ସୁଖମ ଜୀବେତ, ଋଣମ କୃତ୍ୱା ଘୃତମ ପିବେତ। ଏଇ ହଉଛି ସେନ୍ସ ଗ୍ରାଟିଫିକେସନ। ୱାର୍କ ମୋର, ଏନ୍ଜୟ ମୋର। ସବୁ ଡିସ୍କସନ ହଉଥିବ, ଯେହେତୁ ଆଜିର ଜୀବନ କର୍ପୋରେଟ ଲାଇଫରେ ଯୋଉ ଅଛନ୍ତି ସେମାନେ ସବୁ ଡିସ୍କସନ କରୁଛନ୍ତି କେତେ ପ୍ୟାକେଜ, ସେଇ ଅନୁସାରେ ଇନ୍ଦ୍ରିୟ ଭୋଗକୁ ସେମାନେ ମାପୁଛନ୍ତି। କିଏ କହୁଛି 60 ଲକ୍ଷ ବର୍ଷକୁ, କିଏ କହୁଛି 1 crore। 1 crore ବାଲା ଭାବୁଛି ଯେ ସେ ବେଶୀ ଇନ୍ଦ୍ରିୟ ଭୋଗ କରିପାରିବ, ସେ ସୁଖୀ ହେଇପାରିବ। ଇଏ ହଉଛି ଆମର ଇନ୍ଦ୍ରିୟ ଭୋଗର ଆମର ଯୋଉ ଲାଳସା, ମାନେ କେତେ ଘଣ୍ଟା ଆମେ କାମ କରିପାରିବା। ବେଳେ ବେଳେ କର୍ପୋରେଟ ସେକ୍ଟର କହୁଛି ଯେ ହଁ, ଯଦି ଆଉ 2 ଘଣ୍ଟା ଅଧିକା କାମ କରିବ ଅଧିକା ପଇସା ମିଳିବ। ତେଣୁ କଠୋର ପରିଶ୍ରମ ଆମେ କରୁଛେ, ଆମେ ଏଇ ବିଷୟ ବି ଚର୍ଚ୍ଚା କରୁଛେ କେବଳ ଇନ୍ଦ୍ରିୟ ଭୋଗ ପାଇଁ। ଆମେ ଅଧିକା ପଇସା ପାଇବା, ଇନ୍ଦ୍ରିୟ ଭୋଗ କରିବା, ଜୀବନରେ ସୁଖୀ ହେଇପାରିବା। ଏହି ହଉଛି ଦର୍ଶନ ଶାସ୍ତ୍ର ଆମ ଜୀବନରେ। ଇଏ ହଉଛି କଳିଯୁଗର ନାରା। କିନ୍ତୁ ଆମେ ଏ ଦୁନିଆକୁ ଆସିଛେ, ଏ ଦୁନିଆରେ ଅଛେ, ଆମର ଗୋଟେ କିଛି ଉଦ୍ଦେଶ୍ୟ ଅଛି। ଏଇ ଯୋଉ ମଣିଷ ଜୀବନଟା, ଇଏ ହଉଛି କେବଳ ଆତ୍ମ ଅନୁଭୂତି ପାଇଁ, ତାର ଆଉ କିଛି ନାହିଁ। ଏଇ ହଉଛି ତାର ଉଦ୍ଦେଶ୍ୟ, ଆତ୍ମ ଅନୁଭୂତି, ଇନ୍ଦ୍ରିୟ ଭୋଗ ପାଇଁ ନୁହେଁ। ଯଦି ଇନ୍ଦ୍ରିୟ ଭୋଗଟା ଆମର ଜୀବନର ଲକ୍ଷ୍ୟ ହେଇଥାନ୍ତା, ତାହେଲେ ମାନେ ଆମେ ଆଟଲିଷ୍ଟ ତ ଜଣେ କି ଆମେ ଦେଖିପାରିବା ଯେ କି ଇନ୍ଦ୍ରିୟ ଭୋଗ କରିକି ବହୁତ ଖୁସି ହେଇଛି ବା ସୁଖୀ ହେଇଛି? କେହି ନାହାନ୍ତି। ନଟ୍ ଏ ସିଙ୍ଗଲ ୱାନ୍ ଇନ୍ ଦିସ୍ ୱାର୍ଲଡ। ଏ ଦୁନିଆରେ ଗୋଟିଏ ଲୋକ ଆମେ ବାହାର କରିପାରିବାନି ଯେ କଠୋର ପରିଶ୍ରମ କରୁଛି, ବହୁତ ପଇସା ରୋଜଗାର କରୁଛି ଏବଂ ଇନ୍ଦ୍ରିୟ ଭୋଗ କରିକି ସେ ଖୁସି ବା ସୁଖରେ ଅଛି। ଏ ଦୁନିଆରେ ସୁଖ ପରମାନେଣ୍ଟ ନୁହେଁ, କେହି ସୁଖୀ ନୁହନ୍ତି। ତେଣୁ ସଲ୍ୟୁସନ ସେଥିପାଇଁ ଭଗବାନ କହୁଛନ୍ତି ଯେ ଇନ୍ଦ୍ରିୟ ତ ଅଛି, ଭୋଗ ତ କରିବା। ଆମେ ତ ସେଇଥିପାଇଁ ଆସିଛେ ସଂସାରକୁ, ଆମେ ଇନ୍ଦ୍ରିୟ ତୃପ୍ତି କରିବା। କିନ୍ତୁ ଆଟ୍ ଦ ସେମ୍ ଟାଇମ ଆମକୁ ଦେଖିବାକୁ ପଡିବ, ଯେ ବୁଝିବାକୁ ପଡିବ ଯେ ଏ ଜୀବନଟା କେବଳ ଏଇ ଯୋଉ ପଶୁ ପ୍ରବୃତ୍ତି ପାଇଁ ଉଦ୍ଦିଷ୍ଟ ନୁହେଁ।
ଆନିମାଲ ପ୍ରପେନ୍ସିଟି ମାନେ ଯୋଉଟା କି ପଶୁ ଯାହା କରୁଛି ଆମେ ସେୟା କରିବା, ଡିଫରେନ୍ସ କଣ? ସିଏ ବି ଇନ୍ଦ୍ରିୟ ଭୋଗ କରୁଛନ୍ତି, କେବଳ ଭୋଗ ଯୋନିରେ ଅଛନ୍ତି। ଆମେ ମଣିଷ ଶରୀର ପାଇକି ଖାଲି ସେଇ ପଶୁମାନଙ୍କ ଭଳି ଇନ୍ଦ୍ରିୟ ଭୋଗ କରିବା, ପଶୁମାନଙ୍କ ଭଳି। ତାହେଲେ ତାଙ୍କ ଆମ ଭିତରେ ଡିଫରେନ୍ସ କଣ? ଡିଫରେନ୍ସ ଅଛି। ହିତୋପଦେଶରେ ଅଛି ଧର୍ମ ହି ତେଷାଂ ଅଧିକ ବିଶେଷ। ଦିସ୍ ଇଜ ଦ ଡିଫରେନ୍ସ। ଧର୍ମ ଧର୍ମ ହି ତେଷାଂ ଅଧିକ ବିଶେଷ ଧର୍ମେଣ ହୀନାଃ ପଶୁଭିଃ ସମାନଃ। ଆମର ପାଖରେ ଯଦି ଧର୍ମ ନାହିଁ ତାହେଲେ ଆମେ ପଶୁ ସାଙ୍ଗରେ ସମାନ। ସିଏ ବି ଭୋଗ କରୁଛନ୍ତି, ଆମେ ବି ଭୋଗ କରିବା, ତାଙ୍କ ଆମ ଭିତରେ କୌଣସି ଡିଫରେନ୍ସ ନାହିଁ। ଧର୍ମ କଣ? ଧର୍ମ ହଉଛି ଆମେ ଆମର ଆତ୍ମ ଅନୁଭୂତି। ଆମେ କିଏ? ଆମେ ସଂସାରକୁ କାହିଁକି ଆସିଛେ? କିଛି ଉଦ୍ଦେଶ୍ୟ ଥିଲା। ଆମେ ଆସିଥିଲେ କୌଣସି ଏକ ଡିଭାଇନ ପର୍ପସ, ମାନେ ଦିବ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇକି ଆମେ ଆସିଥିଲେ। ଐଶ୍ୱରିକ ଯୋଉଟା କି ଆମେ କହୁଛେ ମହତ୍ ଉଦ୍ଦେଶ୍ୟ ବା ଐଶ୍ୱରିକ ଉଦ୍ଦେଶ୍ୟ, ଗଡ କନସିୟସନେସ୍। ଏଇଥିପାଇଁ ଆମେ ସଂସାରକୁ ଆସିଥିଲେ। କାହିଁକି ନା ଆମକୁ ଏଇ ଯୋଉ ବଦ୍ଧ ଜୀବନ, ଏଇଥିରୁ ଆମକୁ ବାହାରିବାର ଅଛି। ଯୋଉ ଭୌତିକ ଜଗତରେ ଆମେ ଫସି ଯାଇଛେ, ମ୍ୟାଟେରିଆଲ ଏନଗେଜମେଣ୍ଟ ଯୋଉଟା ଆମର, ସେଥିରୁ ଆମେ କେମିତି ବାହାରିବା, ଇଏ ହଉଛି ଉଦ୍ଦେଶ୍ୟ। ଏବଂ ସେଥିରୁ ବାହାରିକି ଆମେ କୋଉଠି, ଆମେ କଣ କରିବା? ଆମେ ଆମର ଆଧ୍ୟାତ୍ମିକ ଜୀବନରେ ଆଗକୁ ଅଗ୍ରସର ହେବା ଏବଂ ଆମେ ଜୀବନରେ ଖୁସି ହେଇପାରିବା ଏବଂ ଚାଲିଯିବା ଅଲ୍ଟିମେଟଲି କୋଉଠିକି? ନା ପରମ ଧାମ। ଯଦ୍ ଗତ୍ୱା ନ ନିବର୍ତ୍ତତେ ତଦ୍ ଧାମ ପରମମ୍ ମମ। ସେଇଠିକି ଭଗବାନ କହୁଛନ୍ତି ଯୋଉଟା ପରମ ଧାମ, ଭଗବତ ଧାମ, ସେଇଠିକି ଆମେ ଚାଲିଯିବା ଯୋଉଠୁ ଆମେ ଆସିଥିଲେ। ତେଣୁ ଭଗବାନ କହୁଛନ୍ତି ଆମେ ଯେତେବେଳେ ଇନ୍ଦ୍ରିୟ ଭୋଗ କରୁଛେ, ଆମେ କେମିତି ଭଗବାନଙ୍କ ରାଜ୍ୟକୁ ଚାଲିଯିବା ତାକୁ ମଧ୍ୟ ଆମକୁ ଏନସିଓର କରିବାକୁ ପଡିବ। କେମିତି ଦିଟା ଯାକ କରିପାରିବା? ଇନ୍ଦ୍ରିୟ ଭୋଗ ତ କରିବାକୁ ଆସିଛେ, କରିବା, ଇନ୍ଦ୍ରିୟ ଅଛି ଆମେ କରିବା, କିନ୍ତୁ ଭଗବାନ ତରିକା ବତଉଛନ୍ତି ଇନ୍ଦ୍ରିୟ ଭୋଗ କରି ଆଟ ଦି ସେମ ଟାଇମ ଆମ ଜୀବନର ସିଦ୍ଧି ହାସଲ କରିବା ପାଇଁ, ଏବଂ ଇନ୍ଦ୍ରିୟ ଭୋଗ କରିବା, ସିଦ୍ଧି ହାସଲ କରିବା, କେମିତି କଲେ ଆମ ଦିଟା ଯାକ ଆମେ କରିପାରିବା ଏବଂ ସଂସାରରୁ ଆମେ ଏ ସଂସାରକୁ ଛାଡିବା ପରମାନେଣ୍ଟଲି, ଭଗବତ ଧାମ ଯାଇପାରିବା। ଭଗବାନ କହୁଛନ୍ତି ଯୋଉମାନେ ଏଇ ଯୋଉ ଭୌତିକ ଜଗତରେ ଉପଭୋଗ କରିବାକୁ ଆସିଛନ୍ତି ବା ଉପଭୋଗ କରିବାକୁ ଚାହୁଁଛନ୍ତି, ତାଙ୍କୁ ଏ ଯଜ୍ଞ କମ୍ପଲସରୀ। କାରଣ ଯିଏ, ସେମାନେ କର୍ମକାଣ୍ଡୀ, ତାଙ୍କର ଭୋଗ ଦରକାର, ଉପଭୋଗ କରିବେ ସେ। ତେଣୁ କହୁଛନ୍ତି ଯଜ୍ଞ ନିହାତି ନେସେସରୀ। କିନ୍ତୁ ଏ ଯଜ୍ଞ ଚକ୍ରରେ ଭଗବାନ କୋଉଠି କହିନାହାନ୍ତି ସେଲ୍ଫ ରିଅଲାଇଜେସନ କଥା, ଆତ୍ମ ଅନୁଭୂତି କଥା କହିନାହାନ୍ତି। ଏ ହିଡେନ ତା ଭିତରେ ଛୁପିକି ଅଛି। ତେଣୁ ଯେତେବେଳେ ସେ କହୁଛନ୍ତି ଯେ ସାଇକେଲ, ଏଇ ଯୋଉ ଯଜ୍ଞ ଚକ୍ର, ଏକୁ ଆମେ କଲେ ଅଟୋମେଟିକାଲି ଆମେ ସିଦ୍ଧି ହାସଲ କରିବା, ଭଗବାନ କହୁଛନ୍ତି କେମିତି? ପ୍ରପାତ ସେଟା ଏଇ ଆମର ତାଙ୍କର ଭାବାର୍ଥରେ ସେ ତାକୁ ଏକ୍ସପ୍ଲେନ କରୁଛନ୍ତି ଯେ ଏଇ ଯୋଉ ଯଜ୍ଞ ସିଷ୍ଟମ, ଯାହାକି କୃଷ୍ଣ କହୁଛନ୍ତି ମୁଁ ଯେମିତି ପ୍ରଣାମ କରିଛି ବା ଇଣ୍ଟ୍ରୋଡ୍ୟୁସ କରିଛି ଏ ଯଜ୍ଞ ଚକ୍ରକୁ, ଏଥିରେ ଦିଟି ଜିନିଷ ହେଇପାରିବ। ଯୋଉମାନେ ଭୋଗ ଲାଳସା ମାନେ ମାନେ କନସସ୍, କେବଳ ଭୋଗ କରିବେ, ସେମାନେ ତାଙ୍କର ଇଚ୍ଛା ପୂର୍ତ୍ତି କରିବେ ବା ଇନ୍ଦ୍ରିୟ ପୂର୍ତ୍ତି କରିବେ, କିନ୍ତୁ ଏମିତି କରିବେ ଯେ ତାଙ୍କର ଇନ୍ଦ୍ରିୟ ଭୋଗ ଯୋଗୁ, ସେ କର୍ମ ଯୋଗୁ କୌଣସି ପ୍ରତିକ୍ରିୟା ରହିବନି, ତାହେଲେ ସିଏ ଆଉ କର୍ମ ବନ୍ଧନରେ ପଡିବେନି। এই ଯଜ୍ଞ କରିକି ତାଙ୍କର ଭୌତିକ ପ୍ରଗତି ମଧ୍ୟ ହବ। ଆଟ ଦି ସେମ ଟାଇମ ସେମାନେ ମାର୍ଚ୍ଚ କରିବେ କୁଆଡେ? ଅଲ୍ଟିମେଟ ଯୋଉ ଡେଷ୍ଟିନେସନ, ଯୋଉ ଗନ୍ତବ୍ୟ ସ୍ଥଳ ଆମର ଯୋଉଟା, ଅଲ୍ଟିମେଟଲି ଆମେ ସେଇଆଡେ ମାର୍ଚ୍ଚ କରିବା, ଆଗେଇ ଯିବା। କେମିତି? ନା ଭଗବାନ କହୁଛନ୍ତି ଆମେ ଯେତେବେଳେ ଯଜ୍ଞଟିକୁ ବହୁତ ସୁନ୍ଦର ଭାବରେ କରିବା, ଯେମିତି ବତେଇଛନ୍ତି ଭଗବାନ ସେଇଭଳି ଆମେ କରିବା, ଆମେ ଅଟୋମେଟିକାଲି ଧୀରେ ଧୀରେ ଆଧ୍ୟାତ୍ମିକ ଜୀବନରେ ଆଗକୁ ବଢିବା ଏବଂ କୃଷ୍ଣ ଚେତନଶୀଳ ହବା। ଇଏ ହଉଛି ଇନଡାଇରେକ୍ଟ ପ୍ରୋସେସ।
आम जीवन रो जो अंतिम लक्ष्य से आड़े आगेवा पाई ये होची इनडायरेक्ट प्रोसेस यज्ञ माध्यम रे कृष्ण चेतनशील हवा केमिति ना कर्मकांडी लोक जो माने भोग करने को चाहूचंती से माने तांकर जो इच्छा पूरण करिवे ସେଥିପାଇଁ ସେମାନେ ଶାସ୍ତ୍ରକୁ ଦେଖିବେ କାରଣ ଶାସ୍ତ୍ରରେ ଲେଖା ହେଇଛି ବେଦରେ ଲେଖା ହେଇଛି ଯାହା ଭଗବାନ ଦେଇଛନ୍ତି ସେଥିରେ ଲେଖା ହେଇଛି କେମିତି ଆମେ ଇନ୍ଦ୍ରିୟ ଭୋଗ କରିପାରିବା ଆମର ଇଚ୍ଛା ଯାହା ଆମେ ତାକୁ ପୂରଣ କରିପାରିବା ଶାସ୍ତ୍ର କହୁଛି ଯେ କୌଣସି ବ୍ରାହ୍ମଣ ପାଖକୁ ଯା ଏବଂ ଯଜ୍ଞ କର ଯେତେବେଳେ ଆମେ ବ୍ରାହ୍ମଣ ପାଖକୁ ଯିବା ଯଜ୍ଞ କରିବା ଏବଂ ବ୍ରାହ୍ମଣ ଯେତେବେଳେ ଯଜ୍ଞ କରିବେ ଏବଂ ମନ୍ତ୍ର ଉଚ୍ଚାରଣ କରିବେ ସେଇଠି ଆମେ ବସିଥିବା ଇନ୍ଦ୍ର ଭୋଗୀ ଯିଏ ସେ ବସିଥିବ ଶୁଣୁଥିବ ମନ୍ତ୍ର ନ୍ୟାଚୁରାଲି ସେ ଶୁଦ୍ଧ ହବ ପ୍ୟୁରିଫାଇଡ ହବ ମନ୍ତ୍ର ଶୁଣିଲେ ଏ ହେଲା ଫାର୍ଷ୍ଟ ଥିଙ୍ଗ ଏ ଯଜ୍ଞରେ ସେକେଣ୍ଡ ଏଇ ଯୋଉ ଯଜ୍ଞ ପରେ ତାର ଯେତେବେଳେ ଇଚ୍ଛା ପୂରଣ ହେଇଗଲା ସେ ଜାଣିଲା ଯଜ୍ଞ କରିବା ଦ୍ୱାରା ତାର ଯାହା କାମନା ଥିଲା ସେ ପୂରଣ ହେଇଗଲା ତାର विश्वास बढ़िब शास्त्र प्रति वेद प्रति एवं से ब्राह्मण प्रति जो ब्राह्मण टी ये यज्ञ करे कि तार इच्छा पूरण करिवारे सहायक हला से ब्राह्मण टी पुणी कहब जे स्वर्गलोक कथा ताकू न्याचुराली आगू बढ़िब से ब्राह्मण जेतबेले कहब जे एही यज्ञ कले स्वर्गलोक को जाई परिबो जोठी इंद्रिय भोग आहुरी बहुत सुंदर भाव रे करि परिबो एवं बहुत दिन करिपारिबो एठी तो आमे 100 वर्ष मैक्सिमम मर्त्यलोक रे किंतु सेठी स्वर्गलोक रे आमे हजार हजार वर्ष इंद्रिय भोग करिपारिबा जेतबेले ए ब्राह्मण टी ताको से विषय कहिबो न्याचुराली से स्वर्गलोक पई यज्ञ करिया को इच्छुक हबो किंतु यदि से गोटे सुंदर से ब्राह्मण टी यदि सुंदर भक्त हेतिबो ताल से को करबो आउ टिके ऐड करबो ठीक अच्छे तुम स्वर्गलोक तो बेटर एंजॉयमेंट करिवो किंतु मन रख जे स्वर्ग रे इंद्र मध्य भयभीत हेई रहउची इंद्रिय सेठी खुशी रे नाही आराम रे नाही जदियो इंद्रिय भोग भलो मिलुची बहुत दिन एंजॉय करूची किंतु सब बेले से भय रे अछि काहे कि ना असुर माने केतबेले ना केतबेले तांको अटैक कर देबे जेमती रावण हिरण्यकशिपु करथिले ए कथा जेतेबेले आमे सुनिबा से ब्राह्मण टू न्याचुराली आमे जानिबा जे सेठी समस्या रहिछि ताल कोन करिबा तापरे से ब्राह्मण कहइबो कोन ना एई जो भौतिक जगत परे आउ गोटे जगत अछि से विषय कहइबो आध्यात्मिक जगत कथा कहइबो तेणु आस्ते आस्ते एवं से आध्यात्मिक जीवन रे कौन अच्छी केमिति प्रत्येक जिनस जो जानिबो जे आमे जो जीवा से आध्यात्मिक जगत को आमे सेठी परमानेंट खुशी पाइबा कहीं ना आमे आमर स्वरूप रे आमे रहिबा सेठी जन्म मृत्यु जरा व्याधि नहीं सेठी आदि भौतिक आदि दैविक आध्यात्मिक कौन सी आध्यात्मिक कौन सी क्लेश भी नहीं जितेबाला ए कथा आमे शुणिबा न्याचुराली आमे इंटरेस्टेड हवा आमर से आध्यात्मिक जगत को जीवा पाई तेणु आमर आरंभ हम आध्यात्मिक जीवन तेणु केम देखु गोटे लोक कर्मकांड करू करू से केमती से ब्राह्मण मध्य भक्त जरिया रे से केमती ज्ञान कांड आड़क ज्ञान सेक्शन आड़क से आस्ते आस्ते आगौची कहीं से जानूची से गोटे शाश्वत समथिंग इटर्नाल समथिंग परमानेंट से रही तार अभिलाष आसो जे मुझे हासिल करी तेणु यही कर्मकांड रु आम कृष्ण चेतनशील आड़ को जीवा कर्मकांड रु डायरेक्ट तो आम जापारानी आस्ते आस्ते आम केम जीवा ना कर्मकांड रु आम जीवा कर्मयोग एवं जो कर्मयोग करवा से भी सकाम कर्मयोग कारण इनिशियली आम आमर इच्छा पूरा शुद्ध है भोग आमर इंद्रिय भोग कर इच्छा शुद्ध है मरीनी
ତେଣୁ ଆମେ ସକାମ କର୍ମ କରିବା, କର୍ମଯୋଗ କରିବା ପ୍ରଥମେ, ଏବଂ ଆସ୍ତେ ଆସ୍ତେ ଆମର ଅନାସକ୍ତ ଭାବ ବଢିବ, ଦେନ୍ ଆମେ ନିଷ୍କାମ କର୍ମ ଯୋଗ କରିବା। ଏସବୁ ଆମେ ଆସ୍ତେ ଆସ୍ତେ ଯେତେବେଳେ ଆମର ଆଗକୁ ଯୋଉ ଯେତେବେଳେ ଅଧ୍ୟାୟ ଆସିବ ଏସବୁ ଆମେ ଦେଖିବା। ଗ୍ରାଜୁଆଲ ପ୍ରୋଗ୍ରେସନ କେମିତି ଆମର ମାନେ ଉତ୍ତରୋତ୍ତର ଆମେ ଉନ୍ନତି କରିବା ଆଧ୍ୟାତ୍ମିକ ଜୀବନରେ, ଏଇଭଳି ଆମକୁ ବତଉଛନ୍ତି ଭଗବାନ। ଯୋଉମାନେ ଇନ୍ଦ୍ରିୟ ଭୋଗୀ କେମିତି ଆସ୍ତେ ଆସ୍ତେ ଉପରକୁ ଉଠିବେ ତାର ଭଗବାନ ଏଭଳି। କିନ୍ତୁ ଏଇ ଯୋଉ ଭଗବାନ କହୁଛନ୍ତି ଆଇଦର ଏ ଯଜ୍ଞ ଦ୍ଵାରା ନହେଲେ ଯୋଗ ଦ୍ଵାରା। ଆମ ପାଖରେ ଅପସନ ଯୋଡ଼ିଏ, ଯଜ୍ଞ ବା ଯୋଗ। ସେ ଯୋଗ କର୍ମ ଯୋଗ ହଉ, ଜ୍ଞାନ ଯୋଗ ହଉ, ଭକ୍ତି ଯୋଗ ହଉ, କୌଣସି ଯୋଗ ମାଧ୍ୟମରେ ଆମେ ଆମ ଜୀବନର ଯୋଉ ଉଦ୍ଦେଶ୍ୟ ତାକୁ ଆମେ ହାସଲ କରିବା, ବା ଯଜ୍ଞ ମାଧ୍ୟମରେ। ତ ଯୋଉମାନେ, ସେଥିପାଇଁ ଭଗବାନ କହୁଛନ୍ତି ଯୋଉମାନେ ଇନ୍ଦ୍ରିୟ ଭୋଗରେ ଅଛନ୍ତି ସେମାନଙ୍କୁ କରିବାକୁ ପଡିବ ଯଜ୍ଞ। କିନ୍ତୁ ଯୋଉମାନେ କର୍ମଯୋଗୀ, ଯୋଉମାନେ ଭକ୍ତି ଯୋଗୀ, ଟ୍ରାନ୍ସଡେଣ୍ଟାଲିଷ୍ଟ, ଯୋଉମାନେ ଦିବ୍ୟ ସ୍ତରରେ ଅଲରେଡି ଅଛନ୍ତି, କୃଷ୍ଣଙ୍କର ଭକ୍ତି କରୁଛନ୍ତି, ଇନ୍ଦ୍ରିୟ ଭୋଗ ପାଇଁ ଇଚ୍ଛା ନାହିଁ, ତାଙ୍କ ପାଇଁ ଏଇ ଯୋଉ ଯଜ୍ଞ ଭଗବାନ କହୁଛନ୍ତି ତାଙ୍କ ପାଇଁ ଏ ଯଜ୍ଞର ଆବଶ୍ୟକତା ନାହିଁ। କାହିଁକି ତାଙ୍କର ନାହିଁ ନା, ସେମାନେ ଏ ପାପ ପୁଣ୍ୟରୁ ଉର୍ଦ୍ଧ୍ୱରେ, ସେମାନେ ଡିସାଇଡ କରି ନିର୍ଣ୍ଣୟ ନେଇଛନ୍ତି ଯେ କାମ କରିବେ କେମିତି ନା ଆତ୍ମ ସାକ୍ଷାତକାର ପାଇଁ କାମ କରିବେ, ଭଗବାନଙ୍କର ପ୍ରସନ୍ନତା ପାଇଁ କାମ କରିବେ। ସେମାନେ ଅଲରେଡି ନିର୍ଣ୍ଣୟ ନେଇସାରିଛନ୍ତି। କୌଣସି ଯୋଗ ମାଧ୍ୟମରେ ହଉ, କର୍ମ ଯୋଗ ହଉ, ବା ବୁଦ୍ଧି ଯୋଗ ହଉ, ଭକ୍ତି ଯୋଗ ହଉ, ଜ୍ଞାନ ଯୋଗ ହଉ, କୌଣସି ମାଧ୍ୟମରେ ସେମାନେ ଜୀବନର ଉଦ୍ଦେଶ୍ୟକୁ ହାସଲ କରିବା ପାଇଁ ଡିସାଇଡ କରିସାରିଛନ୍ତି। ତେଣୁ ତାଙ୍କର ଯଜ୍ଞ ପ୍ରକ୍ରିୟାକୁ ଅନୁସରଣ କରିବାର ଆବଶ୍ୟକତା ନାହିଁ। ତେଣୁ ଆମେ ଜୀବନରେ ଯଦି କୌଣସି ଗୋଟେ ପରମାନେଣ୍ଟ ଜିନିଷ ଆମେ ଚାହୁଁଛେ, ପରମାନେଣ୍ଟ ଖୁସି, ପରମାନେଣ୍ଟ ସୁଖ, ଏବଂ ଆମେ ପରମାନେଣ୍ଟ ଲାଇଫ, ଏଭ୍ରିଥିଙ୍ଗ ପରମାନେଣ୍ଟ, ତାହେଲେ ଆମକୁ ପରମାନେଣ୍ଟ ଇଟରନାଲ ପ୍ରୋସିଜିଓର, ଯୋଉଟା ଯୋଉଟା ପରମାନେଣ୍ଟ ପ୍ରୋସିଜିଓର, ତାକୁ ଆମକୁ, ସେଇଟା ହଉଛି ଭକ୍ତି। ତାକୁ ଅନୁସରଣ କରିବାକୁ ପଡିବ। ଭକ୍ତି ହିଁ କେବଳ ପରମାନେଣ୍ଟ। ଯୋଉ ଆମର ମାନେ ନବବିଧ ଭକ୍ତି ଅଛି, ଆମେ ତାକୁ ସେଥିରେ ଦୁଇଟି ଜିନିଷ ଇମ୍ପୋର୍ଟାଣ୍ଟ, ଶ୍ରବଣ ଆଉ କୀର୍ତ୍ତନ। ଆଟଲିଷ୍ଟ ସେଇ ଦୁଇଟି ଆମକୁ ଷ୍ଟାର୍ଟ କରିବାକୁ ପଡିବ। ଯେ ଶ୍ରବଣ ଆମକୁ ଜ୍ଞାନ ଦବ ଯେ ଏଇ ଜଗତ ହଉଛି ଟେମ୍ପରାରୀ, ଅସ୍ଥାୟୀ, ଏବଂ ଯୋଉ ଆଧ୍ୟାତ୍ମିକ ଜଗତ ସିଏ ହଉଛି ପରମାନେଣ୍ଟ। ଏଇ ଜିନିଷ ଆମକୁ ଶ୍ରବଣ କଲେ ଆମକୁ ଇଏ ବତେଇବ, ଶିଖେଇବ। ଆମେ ସେଇ ପରମାନେଣ୍ଟ ପାଇଁ ତେଣୁ ଆମେ ଅଭିଳାଷୀ ହବା। ଯେତେବେଳେ ଶ୍ରବଣ କରିବା, ଆମେ ଯେତେବେଳେ ଜାଣିବା ଯେ ଭୌତିକ ଜଗତଟା ହଉଛି ଟେମ୍ପରାରୀ ଏବଂ ଯୋଉ ଆଧ୍ୟାତ୍ମିକ ଜଗତ ସିଏ ହଉଛି ପରମାନେଣ୍ଟ, ଆମେ ସେ ପରମାନେଣ୍ଟ ପାଇଁ ପୁଣି ଇଚ୍ଛା କରିବା, ତାକୁ ଆଟେଣ୍ଡ କରିବା ପାଇଁ, ତାକୁ ପାଇବା ପାଇଁ। ସେଥିପାଇଁ ଆମେ କଣ କରିବା ନା କୀର୍ତ୍ତନମ, ଚାଣ୍ଡିଂ, ଜପ, ସେଇ ଆମକୁ ସାହାଯ୍ୟ କରିବ ଏଇ ଯୋଉ ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିକି ଭଗବାନଙ୍କ ପାଖକୁ ଚାଲିଯିବା ପାଇଁ। ଆଉ ଯଦି ଭଗବାନ ଏଠି ଯଦି ବି ଭାବାର୍ଥରେ କହୁଛନ୍ତି, ଶ୍ରୀଲା ପ୍ରଭୁପାଦ କହୁଛନ୍ତି ଯେ ଯଜ୍ଞାନୁଷ୍ଠାନ କରିକି ଯଦି ଇନ୍ଦ୍ର ଭୋଗ କରୁଛି, ଯଜ୍ଞାନୁଷ୍ଠାନ କରୁଛି, କିନ୍ତୁ ଯଦି ପ୍ରୋଗ୍ରେସ ନ କରୁଛି, କୃଷ୍ଣ ଚେତନଶୀଳ ହେଇପାରିଲାନି, ତାହେଲେ ଯଜ୍ଞ,।।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 
କିଛି ଲାଭ ହେଲାନି। ତେଣୁ ଅଲ୍ଟିମେଟଲି ଯଜ୍ଞ ହଉ ମାନେ ଯଜ୍ଞ କଲେ ବି ଆମକୁ ଅଲ୍ଟିମେଟଲି କୃଷ୍ଣ ଚେତନଶୀଳ ହବାକୁ ପଡିବ। ଆଉ ଆମେ ବି ଯେତେବେଳେ ଭାଗବତରେ ଦେଖିବା ଏ ଯଜ୍ଞ ବି ମାନେ ବରଂ ଡାଇରେକ୍ଟ ଭଗବାନଙ୍କର ଭକ୍ତି କରିବା ହଉଛି ଶ୍ରେୟ। এই যজ্ঞ ଆମ ପାଇଁ ଠିକ ନୁହେଁ। କାହିଁକି ନା ଭାଗବତରେ ଆମେ ଦେଖିବା ଯେ ଯଜ୍ଞରେ ଇନ୍ଦ୍ର କଣ ହୁଏ, ଇନ୍ଦ୍ର ସବୁବେଳେ ଡରେ ଯେତେବେଳେ ଆମେ ଯଜ୍ଞ କରୁ, କାଳେ ତା ପଦ କିଏ ନେଇଯିବେ। ତେଣୁ ଇନ୍ଦ୍ର କେବେ ହେଲେ ଆମକୁ ଯଜ୍ଞ ଠିକରେ କରିବାକୁ ବି ଦିଅନ୍ତି ନାହିଁ। ସେଥିପାଇଁ ଯଦି ଆମେ ଡାଇରେକ୍ଟ କୃଷ୍ଣ ଚେତନଶୀଳ ହେଲେ, ଭକ୍ତି କଲେ, ଏ ଇନଡାଇରେକ୍ଟ ୱେରେ ଯୋଉ ଯଜ୍ଞ ମାଧ୍ୟମରେ ଆସ୍ତେ ଆସ୍ତେ ଆମେ ଉପରକୁ ଉଠିବା ଆଧ୍ୟାତ୍ମିକ ସ୍ତରରେ, ତାର ଆବଶ୍ୟକତା କିଛି ନାହିଁ। ଏଇଭଳି ଭଗବାନ କନକ୍ଲୁଡ କଲେ କର୍ମକାଣ୍ଡ ସେକ୍ସନକୁ, କହିଲେ ଯେ ମୁଁ ଏ ଯଜ୍ଞ ସୃଷ୍ଟି, ଏ ଭୌତିକ ଜଗତ ସୃଷ୍ଟି କରିଛି, ତମମାନଙ୍କୁ ସୃଷ୍ଟି କରିଛି, ଯଜ୍ଞ ବି ସୃଷ୍ଟି କରିଛି। ଏବଂ ଏ ଯଜ୍ଞ ମୁଁ ଦେଲି, ଏଇଥିପାଇଁ ଦେଲି, କୋଉଥିପାଇଁ ନା ତମେ ଯଜ୍ଞ କର, ଯାହା ଜୀବନରେ ତମର ଦରକାର, ଆବଶ୍ୟକତା, ଭୌତିକ ଉନ୍ନତି ପାଇଁ এই ଯୋଉ ଦେବାଦେବୀ ମାନେ ଦେବେ এই ଯଜ୍ଞ କଲେ। କାରଣ ସେମାନେ ଖୁସି ହେଲେ ସେମାନେ ଦେବେ, ସେମାନେ ଇନଚାର୍ଜ। ଏବଂ ଯେତେବେଳେ ତମେ ସେ ପ୍ରସ୍ପରିଟି ମାନେ ଯୋଉ ଭୌତିକ ପ୍ରଗତି ତମେ ପାଇଲ, ତାକୁ ଅଫର କରିବ ମାନେ ଯଜ୍ଞ ମାଧ୍ୟମରେ ସେଇ ଦେବାଦେବୀ ମାନଙ୍କୁ ଅଫର କଲା ପରେ ଗ୍ରହଣ କରିବ ପ୍ରସାଦମ ରୂପେ ଯେକୌଣସି ଜିନିଷ, ଖାଦ୍ୟ ହଉ ବା ଯେନି ବସ୍ତୁ ଯାହା ବି ଆମ ଜୀବନରେ ଆମେ ପାଉଛେ, ଟଙ୍କା ହଉ, ପଇସା ହଉ, ଏନି ମ୍ୟାଟେରିଆଲ୍ସ, ଖାଦ୍ୟ, ଇଏ ହଉଛି ଯଜ୍ଞ ଚକ୍ର। ଭଗବାନ ଏହା ହିଁ କହିଲେ। ଆଉ ଯଦି ଆମେ ଅଫର ନ କରୁଛେ ଭଗବାନ ଡେମିଗଡ୍ସକୁ, ଦେବାଦେବୀଙ୍କୁ, ଏବଂ ଡାଇରେକ୍ଟଲି ଆମେ ଗ୍ରହଣ କରୁଛେ ବା ଡାଇରେକ୍ଟଲି ଆମେ ଖାଉଛେ, ତାହେଲେ ଆମେ ପାପୀ, ଭଗବାନ କହିଦେଲେ ଶ୍ଲୋକ ଗୁଡିକରେ। ତେଣୁ ଏଇ ଭଗବାନ କହୁଛନ୍ତି ଏଇ ଯଜ୍ଞ ଚକ୍ର ହଉଛି କେବଳ ଯୋଉମାନେ କର୍ମକାଣ୍ଡି, ଅର୍ଥାତ୍ ଯୋଉମାନେ ଭୋଗ ବିଳାସ ପାଇଁ ଯାହାଙ୍କର ଲାଳସା ଅଛି, ଇନ୍ଦ୍ରିୟ ଭୋଗ କରିବାକୁ ଯୋଉମାନେ ଚାହୁଁଛନ୍ତି, ଯୋଉମାନେ ଲୋ କନସିୟସନେସରେ ଅଛନ୍ତି, ଇନ୍ଦ୍ରିୟ ଭୋଗ ହିଁ ଲୋ କନସିୟସନେସ, ନିଚ ଚେତନା। ହାୟର କନସିୟସନେସ ହଉଛି ଗଡ କନସିୟସନେସ। କିନ୍ତୁ ଯୋଉମାନଙ୍କର ଆସିଗଲାଣି ସେଇ ଉନ୍ନତ ଚେତନା, ସେମାନେ ନ୍ୟାଚୁରାଲି ଡାଇରେକ୍ଟଲି କୃଷ୍ଣଙ୍କୁ ଭକ୍ତି କରିବେ। କେମିତି? ନବଦା ଭକ୍ତି, କେମିତି ମୁଁ କହିଲି, ଶ୍ରବଣ କୀର୍ତ୍ତନ। ଏବଂ ସେମାନଙ୍କୁ ଦରକାର ନାହିଁ ଆଉ ଦେବାଦେବୀଙ୍କର ପୂଜା କରିବା ବା ଯଜ୍ଞ ମାଧ୍ୟମରେ ତାଙ୍କୁ ସନ୍ତୁଷ୍ଟ କରିବା, ସବୁ ଆବଶ୍ୟକତା ନାହିଁ। ସେମାନେ ଡାଇରେକ୍ଟଲି ସଂକୀର୍ତ୍ତନ ଯଜ୍ଞ କରିବେ। ଏଇ ହେଲା 10ରୁ 16 ପର୍ଯ୍ୟନ୍ତ କୃଷ୍ଣ ଏକ୍ସପ୍ଲେନ କଲେ। ତେବେ ଆଜି ଆଉ ଯିବାନି 37, ଆମେ ଏଇ ଅଧିକା ଯିବାନି। ଆମେ ଦେଖିବା ଯେ ଆମର ଯୋଉ ଅଛି କଣ, ମୁଁ ଦେଇଥିଲି ପ୍ରଶ୍ନ ଦେଇଥିଲି, ଫାଷ୍ଟ ପ୍ରଶ୍ନଟା ଦେଖିବାକୁ ଏ 5-7 ମିନିଟ ଲାଗିବ। ହଁ, ଏଠି ପ୍ରଥମ କୋଶ୍ଚିନ୍ଟା ଦେଇଥିଲି ଯେ ଆମେ ଯୋଉ ଅନ୍ନ ଖାଉଛେ, ସେ ଅନ୍ନର ଫାଇଦା କଣ? ଯେ ଅନ୍ନ ଅର୍ଥ ଆମେ ଯାହା ଖାଉଛେ ସେ ହିଁ ଅନ୍ନ। ଯାହା ଖାଉଛେ, ଭେଜ ହଉ, ନନ ଭେଜ ହଉ, ଫଳ ହଉ, ପାଣି ହଉ, କ୍ଷୀର ହଉ, ଇଏ ହେଲା ଅନ୍ନ। ତେଣୁ ଏଇ ଅନ୍ନର ବେନିଫିଟ କଣ? ଅନ୍ନର ବେନିଫିଟ ହଉଛି ଦୁଇଟି ଜିନିଷ, ଗୋଟେ ହଉଛି ଉତ୍ପତ୍ତି ଆଉ ଗୋଟେ ହଉଛି ପୋଷଣ। ଉତ୍ପତ୍ତି ମାନେ କଣ? ଉତ୍ପତ୍ତି ମାନେ ଜନ୍ମ। ତାମାନେ ଏଇ ଯୋଉ ଗ୍ରେନ୍ସରେ ବା ଯୋଉ ଶସ୍ୟରେ, ଫଳ ହଉ, ଶସ୍ୟ ହଉ, କ୍ଷୀର ହଉ, ଏହା ଭିତରେ ଆକୁ ଅନ୍ନ କହନ୍ତି, ଏହା ଭିତରେ ଜୀବାତ୍ମା ରହୁଛନ୍ତି। ଏ ଜୀବାତ୍ମା ଆମେ ଯେତେବେଳେ ଆମର ଖାଇଲେ ପରେ ଆମର ଯାଉଛି ଏବଂ ବ୍ଲଡ ଫର୍ମେସନ ହଉଛି,
ବୀର୍ଯ୍ୟ ହଉଛି, ଶୁକ୍ରାଣୁ ହଉଛି ଏବଂ ଆସ୍ତେ ଆସ୍ତେ ମାତୃଗର୍ଭକୁ ଯାଉଛି। ତାପରେ ଆମର ଶରୀର ଫର୍ମେସନ ହଉଛି, ଦେହ ଧାରଣ କରୁଛେ, ଜନ୍ମ ହଉଛେ। ତେଣୁ ଉତ୍ପତ୍ତି ଏବଂ ପୋଷଣ ଏ ଦିଟା ଯାକ ଏଇ ଅନ୍ନରୁ ଉତ୍ପତ୍ତି ପୋଷଣ। ମାତାଜୀ ଯୋଉ ଆନ୍ସର କରିଥିଲେ ସେ କରେକ୍ଟ କରିଥିଲେ, ସେ ବି କହିଥିଲେ ଯେ ଶରୀର ଧାରଣ କର୍ମ ସାଧନ। ନ୍ୟାଚୁରାଲି ପୋଷଣ ମାନେ କର୍ମ ସାଧନ, ଶରୀର ଧାରଣ ମାନେ ଜନ୍ମ ଉତ୍ପତ୍ତି। ये ହେଲା ପ୍ରଥମ ଦିଟା ବେନିଫିଟ। ଆମେ ନେକ୍ସଟ କ୍ୱେଶ୍ଚିନ୍, ରାଇଟ୍ ସିକ୍ୱେନ୍ସ ୱାଇଜ ଅଲ୍ ସେଭେନ, ମାନେ ମୁଁ ଯୋଉ ଆମର ଯୋଉ ଯଜ୍ଞ ଚକ୍ରରେ ଯୋଉ 7ଟି ବା 8ଟି ଯୋଉ କଥା ରହିଛି ତାକୁ ସିକ୍ୱେନ୍ସ ୱାଇଜ କାହା ପରେ କିଏ ଲେଖିବା ପାଇଁ ମୁଁ କହିଥିଲି। ତାହେଲେ ମୁଁ ଜାଣିବି ଯେ ହଁ ଆମେ ବୁଝିଛେ ବୋଲିକି। ତେବେ ସେଇଟା କେମିତି ତାକୁ, କିଛି ନାହିଁ, ଗୋଟେ ଭେରି ସିମ୍ପଲ। এই ଦେଖନ୍ତୁ এইଟା ହଉଛି ଏଇଭଳିଆ, ଇଏ ହଉଛି ଯଜ୍ଞ ଚକ୍ର। ପ୍ରଥମେ ଆରମ୍ଭ ହେଲା କୋଉଠୁ? ଭଗବାନ କୃଷ୍ଣଙ୍କଠୁ, ଅକ୍ଷର ବ୍ରହ୍ମ। ତାହେଲେ ଆରମ୍ଭ, ଚକ୍ର ଅର୍ଥ ଆରମ୍ଭ ଯୋଉଠି, ସମାପ୍ତ ସେଇଠି। ତାମାନେ ଭଗବାନ ହଉଛନ୍ତି ଅକ୍ଷର ବ୍ରହ୍ମ, ନିଜେ ସୁପ୍ରିମ ଲର୍ଡ। ସେ କଣ ଦେଲେ? ବେଦ ଦେଲେ। ତାଙ୍କଠୁ ଆସିଲା ବେଦ ଶବ୍ଦ ବ୍ରହ୍ମ ବୋଲିକି ଆକୁ ଆମେ କହୁଛେ। ଇଏ ଅକ୍ଷର ବ୍ରହ୍ମ, ଇଏ ଶବ୍ଦ ବ୍ରହ୍ମ। ତେଣୁ ବେଦ, ବେଦ କଣ? ବେଦ ଆମକୁ କର୍ମ, ଆମର ଯୋଉ ଗୁଣ ଅନୁସାରେ ଯୋଉ କର୍ମ, ସେ କର୍ମ କଥା ଆମକୁ ବେଦ ଶିଖଉଛି। ଏବଂ ସେଇ କର୍ମ ରୁ ଆମେ ଜାଣିଲେ ଯେ ଯଜ୍ଞ ଆମକୁ କରିବାକୁ ଅଛି। ତେଣୁ ଭଗବାନ କୃଷ୍ଣ ତାପରେ ବେଦ ସେ ଦେଲେ, ତାଙ୍କ ନିଶ୍ୱାସରେ ବେଦ ଆସିଲା। ବେଦ ଆମର କର୍ମ କଥା କହୁଛି, କର୍ମ ବତଉଛି ଯଜ୍ଞ କରିବା କଥା। ଯଜ୍ଞ କଲେ ବର୍ଷା ହଉଛି, ବର୍ଷା ହେଲେ ଅନ୍ନ ହଉଛି, ଅନ୍ନ ହେଲେ ଆମେ ଜୀବାତ୍ମା ପାଇଲା, ପାଇଲା ପରେ କଣ କରୁଛି? ଅର୍ପଣ କରୁଛି, ଅଫରିଂ ଦ ଫୁଡ ଟୁ ଲର୍ଡ କୃଷ୍ଣ। ଅର୍ପଣ କରୁଛି, ଅର୍ପଣ କଲା ପରେ ସେ ପ୍ରସାଦ ରୂପେ ଗ୍ରହଣ କରୁଛି। ଇଏ ହେଲା ସିକ୍ୱେନ୍ସ ୱାଇଜ। ତେଣୁ ଥାର୍ड, ଦ ସାଇକେଲ ଅଫ ସାକ୍ରିଫାଇସ ଅଫ ଯଜ୍ଞ ଚକ୍ର। ହଁ, କୋଉଠୁ ଯଜ୍ଞ ଚକ୍ରଟା କୋଉଠୁ ଆରମ୍ଭ କୋଉଠୁ ଶେଷ? ନ୍ୟାଚୁରାଲି କୃଷ୍ଣଙ୍କଠୁ ଆରମ୍ଭ, କୃଷ୍ଣଙ୍କଠୁ ଶେଷ। କୃଷ୍ଣଙ୍କଠୁ ଆରମ୍ଭ ଏବଂ ଯଦିଓ ଜୀବାତ୍ମା ପର୍ଯ୍ୟନ୍ତ ଯାଇଛି, 7ଟା ଆମେ କହୁଛେ କଥା, କିନ୍ତୁ ଜୀବାତ୍ମା ଯେତେବେଳେ ଅନ୍ନ, ଜୀବାତ୍ମା ହାତରେ ଅନ୍ନ ଆସୁଛି, ସେ ଦଉଛନ୍ତି କାହାକୁ? ଅଲ୍ଟିମେଟଲି ଅଫର କରୁଛନ୍ତି, କାରଣ ତାଙ୍କଠୁ, ତାଙ୍କରି ସିଏ ହଉଛନ୍ତି ସୋର୍ସ, ଅଲ୍ଟିମେଟ ରିଜିନ। ତେଣୁ ତାଙ୍କୁ ଅଫର କଲା ପରେ ପରେ ସେ ଗ୍ରହଣ କରୁଛନ୍ତି ପ୍ରସାଦ ରୂପେ। ତ ଆରମ୍ଭ ତାଙ୍କଠୁ, ଶେଷ ତାଙ୍କଠି। କିଏ ଏ ଯଜ୍ଞ କରିବା କଥା? କାହାକୁ ଯଜ୍ଞ କରିବା ପାଇଁ ଭଗବାନ କହୁଛନ୍ତି? ଏଇ ଯୋଉ ଦେବାଦେବୀ ମାନଙ୍କ ପାଇଁ ଯୋଉ ଯଜ୍ଞ ବା ଦେବାଦେବୀ ପୂଜା କିଏ କରିବେ? ନା ଯୋଉମାନେ ଇନ୍ଦ୍ରିୟ ଭୋଗରେ ଯାହାଙ୍କର ଲାଳସା ଅଛି ସେଇମାନେ। ଆଉ ଯୋଉମାନେ ଇନ୍ଦ୍ରିୟ ଭୋଗରେ ଲାଳସା ନାହିଁ, ସେମାନେ ଗଡ କନସିୟସ, କେବଳ ଭକ୍ତି କରୁଛନ୍ତି ଭଗବାନଙ୍କର, ତାଙ୍କର ଏ ଯଜ୍ଞ କରିବାର ଆବଶ୍ୟକତା ନାହିଁ। ହୁ ଇଜ ଦ ଅଲ୍ଟିମେଟ, ହ୍ୱାଟ ଇଜ ଦ ଅଲ୍ଟିମେଟ? ଯଜ୍ଞର ଉଦ୍ଦେଶ୍ୟ କଣ? ଯୋଉ ଭଗବାନ ଦେବାଦେବୀଙ୍କ ପାଇଁ ଯୋଉ ଯଜ୍ଞ କଥା କହିଛନ୍ତି, ତାର ଉଦ୍ଦେଶ୍ୟ କଣ? ତାର ଉଦ୍ଦେଶ୍ୟ ହଉଛି ଭଗବାନ କୃଷ୍ଣଙ୍କର ପ୍ରସନ୍ନତା। ଏ ଯଜ୍ଞାଣ ପ୍ରତ୍ୟେକ ଯଜ୍ଞରେ ଭଗବାନ ଏଇ ଶ୍ଲୋକରେ କହିଛନ୍ତି ନା, ସେ ଆଗରେ କହିବେ, ଏଠି କହିନାହାନ୍ତି। ଯଜ୍ଞେ ସମୁପସ୍ଥିତମ ବୋଲିକି ସେ ଗୋଟେ ଜାଗାରେ କହିଛନ୍ତି। ହଁ, ନାଇଁ ଅଲରେଡି କହିଛନ୍ତି 15 ନମ୍ବର ଶ୍ଲୋକରେ, ଯେ ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ।
ଏ ଶ୍ଲୋକରେ ମଧ୍ୟ ସେ କହିଛନ୍ତି 15 ନମ୍ବର ଜଷ୍ଟ ପୂର୍ବ ଶ୍ଲୋକଟାରେ ସେ କହିଛନ୍ତି ନିତ୍ୟଂ ଯଜ୍ଞେ ପ୍ରତିଷ୍ଠିତମ୍, ମୁଁ ସବୁବେଳେ ଯଜ୍ଞରେ ଅବସ୍ଥାନ କରେ। ଆଉ ସିଏ ଥାଉ ଥାଉ ଆମେ କାହାକୁ ପ୍ରସନ୍ନ କରିବା? ତେଣୁ ଯଦିଓ ଦେବାଦେବୀଙ୍କୁ ଆମେ ପାଇଁ କରୁଛେ କିନ୍ତୁ ଅଲ୍ଟିମେଟଲି ତାଙ୍କୁ ଆମେ ସାଟିସ୍ଫାଇ କରୁଥିଲେ। ସେଥିପାଇଁ ମୁଁ କହିଥିଲି ନା, ଆମେ ଯେତେବେଳେ ଆରମ୍ଭ କରୁଛେ ଆମେ ପ୍ରଥମ ଯୋଉ ଇଏ କରୁଛେ କଣ, ଆହୁତି ଦଉଛେ ଭଗବାନ କୃଷ୍ଣଙ୍କୁ ଦଉଛେ। ଓମ୍ ଶବ୍ଦ କହିକି ଓମ୍ କହିକି ଆମେ ଓମ୍ ଇନ୍ଦ୍ର ଦେବାୟ ନମଃ ବୋଲିକି ଆମକୁ କହିବାକୁ ପଡିବ, ଖାଲି ଇନ୍ଦ୍ର ଦେବାୟ ନମଃ ନାହିଁ। ଓମ୍ ଅର୍ଥ ଭଗବାନ କୃଷ୍ଣ। ତେଣୁ ଏଇଥିରୁ ଆମେ ଜାଣୁଛେ ଯେ ଯଜ୍ଞ ପ୍ରତିଷ୍ଠିତମ୍, ସେ ନିତ୍ୟ ଯଜ୍ଞେ ପ୍ରତିଷ୍ଠିତମ୍ ସେ ଅଛନ୍ତି। ଏବଂ ସେ ମଧ୍ୟ ଆଗରେ କହିବେ ଯେ ଭୁକ୍ତାରାମ ଯଜ୍ଞ ତପସ୍ୟା, ସେ କହୁଛନ୍ତି ସବୁ ଯଜ୍ଞର ଭୋକ୍ତା ମୁଁ। ଅହଂ ହି ସର୍ବ ଯଜ୍ଞନାଂ ଭୋକ୍ତା च प्रभुरेव च, ମୁଁ ହଉଛି ମାଲିକ, ମୁଁ ହଉଛି ଉପଭୋକ୍ତା ପ୍ରତ୍ୟେକ ଯଜ୍ଞରେ। ତେଣୁ ଦେବାଦେବୀଙ୍କ ପାଇଁ ବି କଲେ ମଧ୍ୟ ଆମର ଅଲ୍ଟିମେଟ ଉଦ୍ଦେଶ୍ୟ ହଉଛି ଯଜ୍ଞର ଭଗବାନ କୃଷ୍ଣଙ୍କୁ ପ୍ରସନ୍ନତା କରିବା। ଆମେ ଦେବାଦେବୀଙ୍କୁ ଖୁସି କରିବା ପାଇଁ ଯାଇକି କର୍ମକାଣ୍ଡିକ ମାନେ କଣ କରୁଛନ୍ତି ନା, ଆସ୍ତେ ଆସ୍ତେ ସେ ଭଗବାନ କୃଷ୍ଣଙ୍କୁ ପ୍ରସନ୍ନ କରୁଛନ୍ତି ଏବଂ ସେଇ ଆଧ୍ୟାତ୍ମିକ ପଥରେ ଆଗକୁ ସେମାନେ ବଢିବେ। ଗ୍ରାଜୁଆଲି ସେମାନେ ଜାଣିବେ ଯେ ସେଇ ହଉଛନ୍ତି ସବୁ କିଛି। ଗ୍ରାଜୁଆଲ ପ୍ରୋଗ୍ରେସନ ପାଇଁ କାହିଁକି ଭକ୍ତମାନେ ଯଜ୍ଞ ଦେବାଦେବୀଙ୍କର ଯଜ୍ଞ କରିବାର ଆବଶ୍ୟକତା କାହିଁକି ତାଙ୍କର ନାହିଁ? ଭକ୍ତ ମାନଙ୍କର କାହିଁକି ନା ସେମାନେ ଇନ୍ଦ୍ରିୟ ଭୋଗ କରୁନାହାନ୍ତି, ତାଙ୍କର ଇନ୍ଦ୍ରିୟ ଭୋଗ ପ୍ରତି ଇଚ୍ଛା ନାହିଁ। ସେମାନେ ଭଗବାନ କୃଷ୍ଣଙ୍କ ପାଇଁ କେବଳ କାମ କରୁଛନ୍ତି, ତାଙ୍କର ଖୁସି ପାଇଁ। ମୁଁ କହିଥିଲି ନା, ସେମାନେ କଣ କରୁଛନ୍ତି, କାହିଁ କରୁଛନ୍ତି? ସେମାନେ ଯେମିତି ଗଛରେ ପାଣି ଦିଆଯାଏ ମୂଳରେ, ସେମିତି ସେମାନେ ମୂଳରେ ପାଣି ଦଉଛନ୍ତି, ଅର୍ଥାତ କୃଷ୍ଣ ହଉଛନ୍ତି ରୁଟ୍ ଏବଂ ଏମାନେ ହଉଛନ୍ତି ଦେବାଦେବୀ, ହଉଛନ୍ତି ତାଙ୍କର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ। ଯଦି ମୁଁ ରୁଟ୍ରେ ପାଣି ଦେଲି ଅର୍ଥାତ କୃଷ୍ଣଙ୍କୁ ମୁଁ ଭକ୍ତି କଲି, ଅଟୋମେଟିକାଲି ଅନ୍ୟ ଦେବାଦେବୀ ମାନେ ପାଇଗଲେ, ପ୍ଲିଜ ଦେଇଗଲେ, ତାଙ୍କର ପୂଜା ହେଇଗଲା, ଆଉ ସେପାରେଟଲି କରିବାର ଆବଶ୍ୟକତା ନାହିଁ। ସେଥିପାଇଁ ଭକ୍ତ ମାନଙ୍କର ଆଉ ସେପାରେଟଲି ଦେବାଦେବୀ ପୂଜା କରିବା ଆବଶ୍ୟକତା ନାହିଁ। କହିଥିଲି ନେକ୍ସଟ କ୍ୱେଶ୍ଚିନ୍ ହଉଛି ହ୍ୱାଟ ଇଜ ନିୟତ କର୍ମ, ଯୋଉଟା ପ୍ରେସକ୍ରାଇବ ଡ୍ୟୁଟି ଭଗବାନ କହୁଛନ୍ତି ସେଟା କଣ? ଶାସ୍ତ୍ର ଅନୁମୋଦିତ କର୍ମ କଣ? ଯେ ଆମର ପାଖରେ କିଛି ଗୁଣ ଆମେ ଆକ୍ୱାର କରିଛେ, ଭୌତିକ ଯୋଉ ମ୍ୟାଟେରିଆଲ ନେଚର, ଭୌତିକ ପ୍ରକୃତି, ସେଥିରେ ଯୋଉ 3 ଗୁଣ ଅଛି, ସେ 3 ଗୁଣ ଅନୁସାରେ ଆମେ କିଛି ଆମର ସେ ଗୁଣ ଅନୁସାରେ ଆମର କର୍ମ ଡିସାଇଡ ହଉଛି। ରଜ ସତ୍ଵ ତମ ଗୁଣ ଅନୁସାରେ ମୋର ଡିସାଇଡ ହବ। ସେଇଟା ହଉଛି ସେ କର୍ମଟାକୁ କହୁଛେ ଆମେ ପ୍ରେସକ୍ରାଇବ ଡ୍ୟୁଟି, ଶାସ୍ତ୍ର ଅନୁମୋଦିତ କର୍ମ, ଗୁଣ କର୍ମ ବିଭାଗ ଆଗରେ ପଢିବା। କୋଉ ଯଜ୍ଞ କଥା କହୁଛନ୍ତି ଭଗବାନ କଳି ଯୁଗରେ? ଅଲରେଡି ସେ କହିଛନ୍ତି ଯେ ଆମେ ବହୁତ ଉପନିଷଦରେ ଦେଖିବା, ଭଗବାନ ନିଜେ ବି କହୁଛନ୍ତି, ଏ ଗୀତାରେ ଆଗରେ ଯାଇକି କହିବେ ଯଜ୍ଞାନାଂ ଜପ ଯଜ୍ଞ ଅସ୍ମି ବୋଲିକି କହିବେ। ତେଣୁ ସେ କହୁଛନ୍ତି ଯେ ସଂକୀର୍ତ୍ତନ ଯଜ୍ଞ ହଉଛି କଳି ଯୁଗ ପାଇଁ ଏକମାତ୍ର ଯଜ୍ଞ, ଆମେ ଦେବାଦେବୀଙ୍କର କରିପାରିବାନି। ତାମାନେ କାଟି ଦଉଛନ୍ତି ଭଗବାନ ଦେବାଦେବୀ, ଇଭେନ କର୍ମକାଣ୍ଡି ଲୋକଙ୍କ ପାଇଁ ମଧ୍ୟ ଆବଶ୍ୟକତା ନାହିଁ ଏ କଳି ଯୁଗରେ। ସେ କହୁଛନ୍ତି 33 କୋଟି ଦେବତାଙ୍କୁ ଆମେ କେବେ ହେଲେ ସାଟିସ୍ଫାଇ କରିପାରିବାନି। ଆମ ପାଖରେ ବି ସେଇ ଶୁଦ୍ଧ ସାମଗ୍ରୀ ନାହିଁ, ଶୁଦ୍ଧ ଘିଅ ନାହିଁ, ଶୁଦ୍ଧ ବ୍ରାହ୍ମଣ ବି ନାହାନ୍ତି ଯିଏ ଏ ଯଜ୍ଞ କରିକି ଆମର ଯୋଉ ଇନ୍ଦ୍ରିୟ ଭୋଗ ପାଇଁ ଆମେ ଯୋଉ ଇଚ୍ଛା କରିଛେ, ସେ ସବୁ ଜିନିଷ ଇଚ୍ଛା ଆମର ପୂରଣ ହେଇପାରିବ, ସମ୍ଭବ ନୁହେଁ। ସେଥିପାଇଁ କହୁଛନ୍ତି ସଂକୀର୍ତ୍ତନ ଯଜ୍ଞ କେବଳ ଗୋଟିଏ ମାତ୍ର ଯଜ୍ଞ। ଏଥିରେ ମଧ୍ୟ ଆମର ଭୌତିକ ଇଚ୍ଛା ଆମେ ଯାହା ଅଛି ସେ ବି ପୂରଣ ହେଇପାରିବ, ସକାମ କର୍ମ ଯୋଗ ବୋଲିକି ଆମେ ତାକୁ କହୁଛେ। ତେଣୁ ଇନିସିଆଲି ଆମକୁ ଆରମ୍ଭ କରିବାକୁ କର୍ମ ଭଗବାନଙ୍କ ସହିତ ଲିଙ୍କ କରିକି ଯୋଡି ହେଇକି ଆମେ କର୍ମ କରିବା, ଭଗବାନଙ୍କର ପ୍ରସନ୍ନତା ପାଇଁ, ତାଙ୍କ ସେ ଯୋଉ ଅନୁସାରେ କହୁଛନ୍ତି ତାଙ୍କର ଡାଇରେକ୍ସନ ଅନୁସାରେ ଆମେ କର୍ମ କରିବା। ଆମେ ପ୍ରତ୍ୟେକ ଜିନିଷ ତାଙ୍କୁ ଅଫର କରିକି କର୍ମ କରିବା, କିନ୍ତୁ ଆମର ଭୌତିକ ଇଚ୍ଛା ଥିଲେ ମଧ୍ୟ
ଆମେ ତାକୁ ପୂରଣ କରିପାରିବା। ଦିଟା ଯାକ ହେଇପାରିବ। ତେଣୁ ଆମକୁ ଏ କହୁଛନ୍ତି ସଂକୀର୍ତ୍ତନ ଯଜ୍ଞ କଳିଯୁଗ ପାଇଁ। ବେଦ କୋଉ ମାନେ ବେଦଟା କୋଉ ବ୍ରହ୍ମ ପଚାରିଥିଲି, ଶବ୍ଦ ବ୍ରହ୍ମ। ଏବଂ ଏ ଶବ୍ଦ ବ୍ରହ୍ମ କୋଉଠୁ ଆସିଛି? ଅକ୍ଷର ବ୍ରହ୍ମ। ଅକ୍ଷର ହଉଛନ୍ତି ଭଗବାନ କୃଷ୍ଣ, ତାଙ୍କଠୁ ଆସିଛି ଏ ଶବ୍ଦ ବ୍ରହ୍ମ। ବାଣୀ, ଭଗବାନଙ୍କର ବାଣୀ ଯୋଉଟା। Why God has given us ବେଦ? ଭଗବାନ କାହିଁକି ଆମକୁ ବେଦ ଦେଇଛନ୍ତି? ବେଦ କଣ ମାନେ ଆମ ଜୀବନର ହଉଛି ମ୍ୟାନୁଆଲ ଗାଇଡ। ଯେମିତି ଆମେ ଘରକୁ ଏସି ଆଣୁଛେ, ଫ୍ରିଜ ଆଣୁଛେ, ସବୁ ମ୍ୟାନୁଆଲଟେ ମିଳୁଛି କେମିତି ଆମେ ଚଲେଇବା। ସେମିତି ଆମକୁ ଯୋଉ ଶରୀର ଦେଇଛନ୍ତି, ଏ ଶରୀରଟା ଭଗବାନ ଏ ଜଗତ ତିଆରି କରିଛନ୍ତି, ଏ ଶରୀର ଦେଇଛନ୍ତି। କଣ ପାଇଁ ଦେଇଛନ୍ତି? ତା ସାଙ୍ଗେ ସାଙ୍ଗେ ବେଦ ମଧ୍ୟ ଦେଇଛନ୍ତି ଯେ ଗୋଟେ ମ୍ୟାନୁଆଲ ଗାଇଡ, ଆମେ ଶରୀରକୁ କେମିତି ମେଣ୍ଟେନ କରିବା, ଆମର ଶରୀରର କେମିତି ରକ୍ଷଣାବେକ୍ଷଣ କରିବା, ଆମେ ଶରୀରକୁ କେମିତି ବ୍ୟବହାର କରିବା ଏବଂ ଏ ଜଗତରେ ରହିକି କେମିତି ଆମେ ଜୀବନ ଯାପନ କରିବା। ଆମେ ଯୋଉ ଉଦ୍ଦେଶ୍ୟରେ ଆସିଛେ ଉପଭୋଗ କରିବା ପାଇଁ ସେ ବି ହବ, ଏବଂ ଯୋଉ ମଣିଷ ଶରୀର ମିଳିଛି ସେ ମଣିଷ ଶରୀରରେ ଆମର କଣ ଯୋଉ ଜୀବନର ଉଦ୍ଦେଶ୍ୟ ହାସଲ କରିବା, ଜୀବନର ଉଦ୍ଦେଶ୍ୟକୁ ପ୍ରାପ୍ତ କରିବା, ଇଏ ହଉଛି ଆମର ମାନେ ସିଦ୍ଧି ହାସଲ କରିବା, ଇଏ ହଉଛି ଆମର ମଧ୍ୟ ଉଦ୍ଦେଶ୍ୟ। ତେଣୁ ଦିଟା ଜିନିଷ ହେଇପାରିବ। ସେଥିପାଇଁ ଭଗବାନ ଆମକୁ ବେଦ ଦେଇଛନ୍ତି ଯେ ଏଇ ବେଦ ମାଧ୍ୟମରେ ଆମେ କେମିତି ଦିଟା ଜିନିଷ କରିପାରିବା। ଏ ଶରୀରକୁ ବ୍ୟବହାର କରିପାରିବା ଇନ୍ଦ୍ରିୟ ଭୋଗ ପାଇଁ, ଏ ଶରୀରକୁ ବ୍ୟବହାର କରିକି ଆମେ ଆମ ଜୀବନର ସିଦ୍ଧି ଅର୍ଥାତ୍ ଆମେ ଜନ୍ମ ମୃତ୍ୟୁ ଚକ୍ରକୁ ସମାପ୍ତ କରିକି ଭଗବାନଙ୍କ ପାଖକୁ ଯାଇପାରିବା। ସେଥିପାଇଁ ଭଗବାନ ବତଉଛନ୍ତି ବିଭିନ୍ନ ତରିକା। ଆମେ ଚାଲିଛେ, ଭଗବାନ ଶିଖଉଛନ୍ତି ଆସ୍ତେ ଆସ୍ତେ କେମିତି କର୍ମ କରିବାକୁ ହବ। ଏଇ ହେଲା ଆମର ଡିସ୍କସନ। ଆଉ ଏଥିରେ କିଛି ନଥିଲା। ତେଣୁ ଆଜି ସମୟ ହେଇଯାଇଛି, ଆମେ ଏଇଠି ରହିବା। ହରେ କୃଷ୍ଣ। ପୁଣି ନେକ୍ସଟ ସେକ୍ସନ ଆମର ଚାଲିବ, ଗୋଟେ ନୂଆ ସେକ୍ସନ ଆସିବ 17 ନମ୍ବରରୁ। ସେଠି ଭଗବାନ କହିବେ ଯେ ଯଦିଓ ଅର୍ଜୁନ ତମେ ଜ୍ଞାନ ଯୋଗ ପାଇଁ ଫିଟ୍, ତଥାପି ତମକୁ କର୍ମ ଯୋଗ କରିବାକୁ ପଡିବ। କାହିଁକି ନା ଦୁନିଆ ପାଇଁ ଆଦର୍ଶ ହବା ପାଇଁ, ଟୁ ସେଟ୍ ଏକ୍ସାମ୍ପଲ ଇନ୍ ଦ ସୋସାଇଟି। ସମାଜରେ ଆମର ଆମ ମାନେ ଉଦାହରଣ ପ୍ରସ୍ତୁତ କରିବା ପାଇଁ କରିବାକୁ ପଡିବ। ସିଏ ଚାଲିବ 17ରୁ 35 ପର୍ଯ୍ୟନ୍ତ। ବହୁତ ସୁନ୍ଦର ଭାବରେ ଶ୍ଲୋକ ଗୁଡିକ କଣ ସେ ସବୁ ବୁଝେଇବେ। ଭେରି ଇମ୍ପୋର୍ଟାଣ୍ଟ ଶ୍ଲୋକ ଗୁଡାକ ଆସିବ। ଏନିୱେ ଆମେ ଏଇଠି ରହିବା। ଯଦି କାହାର ଡାଉଟ୍ ଅଛି କି ପଚାରି ପାରନ୍ତି, ବା କିଛି ପ୍ରଶ୍ନ ଅଛି ପଚାରି ପାରନ୍ତି, ନହେଲେ ଆମେ କନକ୍ଲୁଡ କରିବା। ଅଛି କି କାହାର କିଛି ପ୍ରଶ୍ନ? ନାଇଁ, ओके, थैंक यू। हरे कृष्णा। ग्रंथराज श्रीमद भगवद गीता की जय, श्रीला प्रभुपाद की जय, गौर भक्त वृंद की जय। हरे कृष्ण।